ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 11 ତାରିଖ ରବିବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ରାଉରକେଲାରେ ବିମାନ ଦୁର୍ଘଟଣା, ଜରୁରୀ ଅବତରଣ ବେଳେ ପ୍ଲେନ୍ କ୍ରାସ୍। ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା, ଜରୁରୀ ଅବତରଣ ବେଳେ କ୍ରନ୍ସର ଅଞ୍ଚଳରେ ବିମାନ କ୍ରାସ୍ ହୋଇଛି। ପାଇଲଟଙ୍କ ସହ 6 ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି। ସୂଚନା ଅନୁଯାୟୀ ଦକ୍ଷିଣ ରାଉରକେଲାର କଂସର ଅଞ୍ଚଳରେ ଶନିବାର ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି। ଜରୁରୀ ଅବତରଣ ବେଳେ ପ୍ଲେନ୍ଟି କ୍ରାସ୍ ହୋଇଯାଇଛି, ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ 6 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଉଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିମାନଟି 9 ସିଟର ବିଶିଷ୍ଟ ଥିଲା। ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା। 10 କିଲୋମିଟର ଉଡ଼ାଣ ପରେ ଦୁର୍ଘଟଣା ହୋଇଛି। କ'ଣ ପାଇଁ ଦୁର୍ଘଟଣା ହୋଇଛି ତାହାର ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଦୁର୍ଘଟଣାରେ ଆହତମାନେ ହେଲେ କ୍ୟାପ୍ଟେନ୍ ନବୀନ ଖାଡ଼ିଙ୍ଗା ଓ କ୍ୟାପ୍ଟେନ୍ ତୁରଣ ଶ୍ରୀବାସ୍ତବ। ସେପରି 4 ଯାତ୍ରୀ ହେଲେ ସୁଶାନ୍ତ ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ। ତେବେ କେଉଁ ପରିସ୍ଥିତିରେ ବିମାନଟି କ୍ରାସ୍ ହେଲା ତାହା ଜଣାପଡ଼ିନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ରାଉରକେଲାଠାରେ ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତି କରାଅ। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ମୁଁ ବହୁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ପିଏମ୍ କିଷାନକୁ ନେଇ ବଡ଼ ଅପଡେଟ୍। ବଦଳିଲା ଏହି ନିୟମ, ଏବେ ସାରନ୍ତୁ ସବୁ କାମ, ନଚେତ୍ ଆସିବନି 22ତମ କିସ୍ତି। ନୂତନ ବର୍ଷ ଆରମ୍ଭରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଲକ୍ଷ ଲକ୍ଷ ଚାଷୀ ଏବେ 22ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ସରକାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଯଦି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମୟ ମଧ୍ୟରେ ସମାପ୍ତ ନ ହୁଏ, ତେବେ ପରବର୍ତ୍ତୀ କିସ୍ତି ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବାକୁ ବିଳମ୍ବ ହୋଇପାରେ। ଏହି କାରଣରୁ ଏଥର ଚାଷୀମାନେ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଅଧୀନରେ ଚାଷୀମାନେ ବାର୍ଷିକ 6,000 ସହାୟତା ପାଆନ୍ତି। ଏହି ରାଶି 3ଟି କିସ୍ତିରେ ବଣ୍ଟନ କରାଯାଏ। ପ୍ରତି 4 ମାସରେ 2,000 ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଏ। ଏପର୍ଯ୍ୟନ୍ତ ଚାଷୀମାନେ 21ଟି କିସ୍ତିର ଲାଭ ପାଇସାରିଛନ୍ତି ଏବଂ ସମସ୍ତଙ୍କ ନଜର ଏବେ 22ତମ କିସ୍ତି ଉପରେ। କେବେ ଆସିବ 22ତମ କିସ୍ତି? ଗଣମାଧ୍ୟମ ରିପୋର୍ଟ ଅନୁସାରେ ପିଏମ୍ କିଷାନର 22ତମ କିସ୍ତି ଫେବୃଆରୀ 2026ରେ ଜାରି ହୋଇପାରେ। କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ଘୋଷଣା କରିନାହାନ୍ତି। ତେଣୁ ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ହାତଛଡ଼ା ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ପିଏମ୍ କିଷାନ ୱେବସାଇଟ୍ ଯାଞ୍ଚ କରନ୍ତୁ। ପିଏମ୍ କିଷାନରେ ବଡ଼ ପରିବର୍ତ୍ତନ। ଏଥର ୟୁନିକ୍ ଫାର୍ମର ଆଇଟିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ କେବଳ ଇକ୍ୱେସି ଆଉ ଯଥେଷ୍ଟ ହେବ ନାହିଁ। ଯେଉଁ ଚାଷୀଙ୍କ ପାଖରେ ୟୁନିକ୍ ଫାର୍ମର ଆଇଡି ନାହିଁ, ସେମାନଙ୍କର ପରବର୍ତ୍ତୀ କିସ୍ତି ବନ୍ଦ ହୋଇପାରେ। ଫାର୍ମର ଆଇଟିକୁ ଚାଷୀଙ୍କ ପାଇଁ ଏକ ଡିଜିଟାଲ ପରିଚୟ ଭାବରେ ବିବେଚନା କରାଯାଏ, ଯେଉଁଥିରେ ଜମି ସୂଚନା, ଫସଲ ତଥ୍ୟ, ଚାଷ ସୂଚନା ଆଉ ଆୟ ରେକର୍ଡ ହୋଇଥାଏ। ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଯୋଜନାର ଲାଭ କେବଳ ସଠିକ୍ ଚାଷୀଙ୍କ ପାଖରେ ପହଞ୍ଚିବା ଏବଂ ନକଲି ନାମକୁ ରୋକିବା। ଏହି କାରଣରୁ ଚାଷୀ ପରିଚୟ ପତ୍ରକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଯୋଡ଼ାଯାଉଛି। ଯଦି ଜଣେ ଚାଷୀ ଏପର୍ଯ୍ୟନ୍ତ ଚାଷୀ ପରିଚୟ ପତ୍ର ତିଆରି କରିନାହାନ୍ତି, ତେବେ ତାଙ୍କର 22ତମ କିସ୍ତି ବିଳମ୍ବିତ ହୋଇପାରେ। ଇକ୍ୱେସି କିପରି କରିବେ? ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ମଧ୍ୟ ଇକ୍ୱେସି ଆବଶ୍ୟକ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଇକ୍ୱେସି ପୂରଣ କରିନାହାନ୍ତି, ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେଥିପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ୱେବସାଇଟ୍ ପରିଦର୍ଶନ କରି ଏବଂ ମୋବାଇଲ ମାଧ୍ୟମରେ ଏକ ଓଟିପି ଦାଖଲ କରି ଇକ୍ୱେସି ପୂରଣ କରିପାରିବେ। ଏହା ସହିତ ନିକଟସ୍ଥ ସିଏସ୍ସି କେନ୍ଦ୍ର ବାୟୋମେଟ୍ରିକ୍ସ କେୱାଇସି ପୂରଣ କରିବାକୁ ବିକଳ୍ପ ମଧ୍ୟ ଉପଲବ୍ଧ ଅଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସମ୍ବଲପୁରକୁ 50ଟି ନୂଆ ଇ-ବସ୍ 25ଟି ଇ-ବସ୍ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର 25ଟି ନୂଆ ଇ-ବସ୍ ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ 25ଟି ଇ-ବସ୍ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି।
ସମ୍ବଲପୁରରେ ସମୁଦାୟ 50ଟି ଇ ବସ୍ ଚାଲିବ। ସମ୍ବଲପୁରକୁ 2 ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବସ୍‌ଗୁଡ଼ିକର ପରିଚାଳନାକୁ ସୁବ୍ୟବସ୍ଥା କରିବା ପାଇଁ ଅଇଁଠାପାଲିଠାରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା CRUTର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଉଦ୍ଘାଟନ କରାଯାଇଛି। ଏଥିସହିତ ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ 238 କୋଟି 14 ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ବ୍ୟବସ୍ଥା ଦ୍ୱାରା ସମ୍ବଲପୁରବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, ଏହି ବସ୍‌ଗୁଡ଼ିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ୱିଲ୍ ଚେୟାରରେ ବ୍ୟବସ୍ଥା କରିବା ସହିତ ଯାତ୍ରାମାନଙ୍କର ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଡିଜିଟାଲ ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟରେ ରିହାତିର ବ୍ୟବସ୍ଥା ମଧ୍ୟ ଏହି ବସ୍‌ରେ କରାଯାଇଛି। ଇ ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ବସ୍‌ଗୁଡ଼ିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ସିଂ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା। ରକ୍ତରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 2 ଭଉଣୀ। ଉତ୍ତରାଖଣ୍ଡରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ 2 ଭଉଣୀ ନିଜ ରକ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। କାଶୀପୁର STF ଜରିଆରେ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି। ଚିଠି ଜରିଆରେ ଉଭୟ ପ୍ରଶ୍ନ କରିଛନ୍ତି, ଯେଉଁଠି ଜଣେ ଝିଅକୁ ନ୍ୟାୟ ମିଳୁନି, ଦେଶର ଅନ୍ୟ ଝିଅ କେମିତି ସୁରକ୍ଷିତ ମନେ କରିବେ? ରକ୍ତରେ ଚିଠି ଲେଖିଥିବା ବଡ଼ ଭଉଣୀଙ୍କ ନାଁ କୁସୁମଲତା ବୋଡେଇ। ସେ କୃଷକ ମଞ୍ଚର ପ୍ରଦେଶ ପ୍ରବକ୍ତା ଏବଂ ପାହାଡ଼ି ଫାଉଣ୍ଡେସନ ଅଧ୍ୟକ୍ଷା। ଛୋଟ ଭଉଣୀ ସଞ୍ଜନା କାଶୀପୁର ସ୍ଥିତ ତାରାବତୀ ବାଲିକା ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ରୀ। ଉଭୟ ସଲ୍ଟ ବିଧାନସଭା ପଟ୍ଟନାପ ଆଲଗୋରା ବାସିନ୍ଦା। ଅଙ୍କିତାଙ୍କୁ ନ୍ୟାୟ ମିଳିବାର ସମସ୍ତ ସାମ୍ବିଧାନିକ ପ୍ରଚେଷ୍ଟା ବିଫଳ ହୋଇଥିବା ଦେଖି 2 ଭଉଣୀ ବିରୋଧରେ ଏଭଳି ଏକ ମାର୍ଗ ଚୟନ କଲେ, ଯାହା ସମଗ୍ର ଅଞ୍ଚଳବାସୀଙ୍କୁ ଚକିତ କରିଛି। ଚିଠିରେ ଉଭୟ ସ୍ପଷ୍ଟ ଶବ୍ଦରେ ଲେଖିଛନ୍ତି, ଏହା କେବଳ ଅଙ୍କିତାଙ୍କ ହତ୍ୟା ମାମଲା ନୁହେଁ, ବରଂ ପୂରା ସମାଜର ଅନ୍ତରାତ୍ମାର ହତ୍ୟା। ଯେତେବେଳେ ପ୍ରମାଣ ନଷ୍ଟ ହେବା କଥା ସାମ୍ନାକୁ ଆସେ ଏବଂ ସାକ୍ଷୀଙ୍କ ଉପରେ ଚାପ ଆଶଙ୍କା ହୁଏ, ଯେତେବେଳେ ପ୍ରଭାବଶାଳୀ ଲୋକଙ୍କୁ ସୁରକ୍ଷା ମିଳିବାର ଅଭିଯୋଗ ହୁଏ, ତଥାପି ନ୍ୟାୟ ମିଳିବାରେ ଲଗାତାର ବିଳମ୍ବ ହେଲେ ଏହି ପ୍ରଶ୍ନ ସ୍ୱାଭାବିକ ଯେ ଆଇନ କ'ଣ ସମସ୍ତଙ୍କ ପାଇଁ ସମାନ? 2 ଭଉଣୀ ସ୍ପଷ୍ଟ କହିଛନ୍ତି, ରକ୍ତରେ ଲେଖିଥିବା ଏହି ଚିଠି ସମ୍ବେଦନହୀନ ବ୍ୟବସ୍ଥା ବିରୁଦ୍ଧରେ ଅନ୍ତିମ ଚେତାବନୀ। ଅଙ୍କିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ସଂଘର୍ଷ ଥମିବ ନାହିଁ। ଏହି ଚିଠି ସୋସିଆଲ ମିଡିଆଠୁ ଆରମ୍ଭ କରି ସାମାଜିକ ସଂଗଠନଗୁଡ଼ିକରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ବାଙ୍କୀରେ ପିଲାଙ୍କ ଚାଉଳ ଚୋରି। ବିଳମ୍ବିତ ରାତିରେ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ। କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତର ମଇଜରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ଚୋରାରେ ବିକ୍ରି କରୁଥିବା ସମୟରେ ବିଦ୍ୟାଳୟର ପିଅନ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଳୟର ପିଅନ ବିଦ୍ୟାଧର ବେହେରା ଷ୍ଟୋର ରୁମ୍ ଖୋଲି 2 ବସ୍ତା ଚାଉଳ ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ଏବଂ ପିଅନକୁ ଚାଉଳ ବିକ୍ରି କରୁଥିବା ଅବସ୍ଥାରେ ରଙ୍ଗେ ହାତ ଧରିଥିଲେ। ପିଲାଙ୍କ ହକର ଚାଉଳକୁ ଏଭଳି ଭାବେ ବାହାରେ ବିକ୍ରି କରାଯିବାର ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପରେ ସକାଳେ ଗ୍ରାମବାସୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ବିଦ୍ୟାଳୟର ଗେଟ୍ ସମ୍ମୁଖରେ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯାହାଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଚୋରିରେ ଅନ୍ୟ କାହାର ସମ୍ପୃକ୍ତ ଅଛି କି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ। ବର୍ତ୍ତମାନ ଗ୍ରାମବାସୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ଖବର, ଆଲୋକମାଳାରେ ଝଲସିବ ଶ୍ରୀଗୁଣ୍ଡିଚା ମନ୍ଦିର। 3 ଦ୍ୱାର ସିଂହଦ୍ୱାରରେ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ। ଆଲୋକମାଳାରେ ଝଲସିବ ଶ୍ରୀଗୁଣ୍ଡିଚା ମନ୍ଦିର। 3 ଦ୍ୱାର ସିଂହଦ୍ୱାରରେ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ। ଶ୍ରୀଗୁଣ୍ଡିଚା ମନ୍ଦିର ପୁନର୍ବିକାଶ ପାଇଁ ଖର୍ଚ୍ଚ ହେବ 32 କୋଟି ଟଙ୍କା। ମେ ମାସ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରକୁ ପୁନର୍ବିକାଶ ପାଇଁ ଟେଣ୍ଡର ଆହ୍ୱାନ କରିଛି। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ପାର୍ଶ୍ୱରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ମଧ୍ୟ ହେବ। ବାହାରେ ବେଢ଼ାର ପୂର୍ବରୁ ଉତ୍ତର ଦକ୍ଷିଣ ପାର୍ଶ୍ୱରେ ଉନ୍ନତୀକରଣ କରାଯିବ। ପାର୍ଶ୍ୱକୁ ଲାଗି ହେବ ଉଦ୍ୟାନ। ଏହି କାମ ଆସନ୍ତା ମେ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଛି। ବେଢ଼ାର ପ୍ଲାଷ୍ଟର ଛଡ଼ାଯିବ ସହ ଖଣ୍ଡେ ଲାଇଟ୍ ପଥର ଲାଗିବ। ବେଢ଼ା କାନ୍ଥକୁ ମଧ୍ୟ କେମିକାଲ ୱାସ୍ କରାଯିବ।
ସେପଟେ ଆଧ୍ୟାତ୍ମିକ ସ୍ଥଳୀର ବିକାଶ ପାଇଁ ଯେଉଁ ସରକାରୀ ଯୋଜନା ରହିଛି ସେଥିରେ ସ୍ଥାନ ପାଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସପ୍ତାହେ ସ୍କୁଲ ନ ଗଲେ ଘରକୁ ଯିବେ ଶିକ୍ଷକ। ରାଜ୍ୟରେ ବଢୁଥିବା ଡ୍ରପ୍ ଆଉଟ୍ ହାରକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏନେଇ ଗତ ଡିସେମ୍ବର 26 ତାରିଖରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ OSPCR ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ଅନୁଯାୟୀ ଡ୍ରପ୍ ଆଉଟ୍ ହାର ରୋକିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦେବା ସହ ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ନ ଆସନ୍ତି ତେବେ ତାଙ୍କ ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ ଏବଂ ସିଧାସଳଖ ପିଲାର ବାପା ମାଙ୍କ ସହ ଆଲୋଚନା କରିବେ। କାହିଁକି ସ୍କୁଲ ଆସୁନେଇ, ତାର କ'ଣ ଅସୁବିଧା ରହିଛି ଏବଂ କେଉଁ କାରଣରୁ ସେ ପାଠପଢ଼ା ଛାଡ଼ିଛି, ସବିଶେଷ ତଥ୍ୟ ସଂଗ୍ରହ କରିବେ। ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ। ଏହା ସମାପ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି। ସେପରି ଯଦି ଘର ପରିଦର୍ଶନ ସମୟରେ ସୂଚନା ପାଆନ୍ତି ଯେ ଆର୍ଥିକ ସମସ୍ୟା ପାଇଁ ପିଲାଟି କୌଣସି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛି, ତେବେ ଶ୍ରମ ବିଭାଗ ସହ ଯୋଗାଯୋଗ କରି ଶିଶୁଟିକୁ ମୁଖ୍ୟ ସୂତ୍ରରେ ସାମିଲ କରିବାକୁ କାର୍ଯ୍ୟ କରିବେ। ଏହା ସହ ଯଦି ବାଲ୍ୟ ବିବାହ ପାଇଁ ଶିଶୁଟି ଅଧାରୁ ପାଠ ପଢ଼ା ଛାଡ଼ି ତେବେ ଏହାକୁ ରୋକିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ପରବର୍ତ୍ତୀ ଖବର, UPI ମାଧ୍ୟମରେ କେବେଠୁ ଉଠାଇ ପାରିବେ PF ଟଙ୍କା, କେତେ ରହିବ ଲିମିଟ୍, ଜାଣନ୍ତୁ ଡିଟେଲ୍ସ। EPFOକୁ ନେଇ ଆସିଲା ବଡ଼ ଖବର। ସିଷ୍ଟମରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯାହା UPI ବ୍ୟବହାର କରୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବା ଏବଂ ସହଜରେ PF ଟଙ୍କା ଉଠାଇ ପାରିବେ। ଏକାଧାରରେ କହିବାକୁ ଗଲେ EPFO ନିଜ ସିଷ୍ଟମରେ ଯେଉଁ ପରିବର୍ତ୍ତନ କରିବାକୁ ଯାଉଛି ଏଥିରେ ଅନେକ ସୁବିଧା ମିଳିବ, ଯାହାଦ୍ୱାରା PF ଟଙ୍କା ଉଠାଇବା ମୋବାଇଲ ମାଧ୍ୟମରେ ଟଙ୍କା ପଠାଇ ପାରି ପ୍ରାୟ ସହଜ ହୋଇଯିବ। ହଁ, ଆପଣ ଠିକ୍ ଶୁଣିଛନ୍ତି, ଖୁବ୍ ଶୀଘ୍ର UPI ମାଧ୍ୟମରେ PF ଟଙ୍କା ଉଠାଇ ପାରିବେ। କେବେ ଆରମ୍ଭ ହେବ ଏହି ସୁବିଧା? ପ୍ରାଥମିକ ସୂଚନା ଅନୁଯାୟୀ EPFO ଆଗାମୀ 2ରୁ 3 ମାସ ଭିତରେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ EPFO ଭାରତୀୟ ଜାତୀୟ ପେମେଣ୍ଟ ନିଗମ NPC ସହିତ ସହଭାଗିତା କରିଛି। ସବୁଠାରୁ ବଡ଼ କଥା, ଏହି ସୁବିଧା ଫୋନ୍ପେ କିମ୍ବା ଗୁଗଲ ପେ କିମ୍ବା ଅନ୍ୟ କୌଣସି ପେମେଣ୍ଟ ଆପ୍ ମାଧ୍ୟମରେ ଏବେ ଉପଲବ୍ଧ ହେବ ନାହିଁ। ପ୍ରଥମରୁ ଏହି ସୁବିଧା କେବଳ ଭୀମ ଆପ୍ ମାଧ୍ୟମରେ ଉପଲବ୍ଧ କରାଯିବ। ଆପ୍ ମାଧ୍ୟମରେ ରିକ୍ୱେଷ୍ଟ ଦାଖଲ କରାଯିବ ଏବଂ ଯାଞ୍ଚ ପରେ ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଜମା କରାଯିବ। ଲିମିଟ୍ କ'ଣ ରହିବ? ଏହି ସୁବିଧାର ଅପବ୍ୟବହାର ରୋକିବା ପାଇଁ ପ୍ରାରମ୍ଭିକ ଭାବରେ କିଛି କଟକଣା ଲାଗୁ ହୋଇପାରେ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଯେହେତୁ ଭାରତୀୟ ରିଜର୍ଭ ବ୍ୟାଙ୍କ RBI UPI କାରବାର ଉପରେ କିଛି ସୀମା ସ୍ଥିର କରିଛି, ତେଣୁ PF ଉଠାଣ ମଧ୍ୟ ସେହି ନିୟମ ଅଧୀନରେ ରହିବ। ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ସମୟରେ ଭୀମ ଆପ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଅନୁମୋଦିତ ରାଶି ଉଠାଯାଇ ପାରିବ ନାହିଁ। ଏକ ସୀମା ସ୍ଥିର କରାଯିବ, ଯଦିଓ ଏହି ସୀମା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ବାକି ଅଛି। ପ୍ରାରମ୍ଭରେ ଏହି ସେବା କେବଳ ଭୀମ ଆପ୍ ମାଧ୍ୟମରେ ଉପଲବ୍ଧ ହେବ, କିନ୍ତୁ ଯଦି ସବୁ ଠିକ୍ ଅଛି ତେବେ ଏହାକୁ ପେଟିଏମ୍, ଫୋନ୍ପେ ଏବଂ ଗୁଗଲ ପେରେ ଅନ୍ୟ ଫିନ୍ଟେକ୍ ଆପ୍ ପାଇଁ ବିସ୍ତାର କରାଯିବ। ପରବର୍ତ୍ତୀ ଖବର, 215 ଜଣଙ୍କୁ ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। 10 ଜାନୁଆରୀ ପୁରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥାକୁ ସ୍ୱଚ୍ଛ କରାଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରାଯାଇ ରାସନ ସାମଗ୍ରୀ ଦିଆଯିବ, କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ବାଦ୍ କରାଯାଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରୀ ପୌରାଞ୍ଚଳରେ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ 215 ନୂତନ ହିତାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ପତ୍ର କାର୍ଡ ବଣ୍ଟନ କରିବା ସହ EKYC ମାଧ୍ୟମରେ ଟିପ୍ ଓ ଆଖି ସ୍କାନ୍ ଦ୍ୱାରା ଶତକଡ଼ା 96% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୂର୍ବରୁ ପ୍ରାୟ 7 ଲକ୍ଷ ଲୋକ ମୃତ୍ୟୁ ପରେ ମଧ୍ୟ ରାସନ ସାମଗ୍ରୀ ପାଉଥିଲେ। 78,000 ଅଯୋଗ୍ୟ ହିତାଧିକାରୀ, 45,000 ଆୟକର ଦେଉଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ପ୍ରାୟ 8,16,000 କାର୍ଡ କଟିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଓ ପୌରାଞ୍ଚଳ ସହକାରୀ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ଖବର, ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି। ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ।
ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଘରକୁ ଶିକ୍ଷକ ଯିବେ। ଏନେଇ ସମସ୍ତ ଡିଇଓ ବିଇଓଙ୍କୁ ସ୍କୁଲ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ବୁଝିବେ। ପରବର୍ତ୍ତୀ ଖବର ସାମ୍ନାକୁ ଆସିଲା ଭୁବନେଶ୍ୱର ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ। ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ, ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ 9 ଆସନ ବିଶିଷ୍ଟ ଇଣ୍ଡିଆ ୱାନ୍ ୱାୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ 6 ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର। ଆହତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କହିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ 6 ଜଣ ଆହତ ହୋଇଛନ୍ତି। ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଥିବା ଆଶ୍ୱସ୍ତିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେ ନିଜେ କହିଛନ୍ତି। ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଆଉ ସମସ୍ତଙ୍କୁ ଯେଉଁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସମସ୍ତଙ୍କୁ ଟ୍ରିଟମେଣ୍ଟ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସମସ୍ତଙ୍କର ଚିକିତ୍ସା କରାଇବାକୁ ସେ ଘୋଷଣା କରିଛନ୍ତି। ଏବଂ ରାଉରକେଲାର ରଘୁନାଥପାଲି ଯେଉଁ ଘଟଣା ଘଟିଥିବା ସେ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଯେଉଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାରୁ ସେମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଗୁହାରି କରିଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ସମସ୍ତଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୋହନ ଚରଣ ମାଝୀ। ଧନ୍ୟବାଦ। ଜୟ ଜଗନ୍ନାଥ।